ଶୁଣିଲ, ଦିନରେ ସମାଜ ସେବା କରିବା ହଉଛି ମୋ ନିଶା, ଆଉ ରାତିରେ ମୁଁ ଏ କଳା ଦୁନିଆର ବାସା। ଇଶା ରାଇଜେ ଜନମ ମୋହର, ଅଟେ ମୁଁ ଖାଣ୍ଟି ଓଡ଼ିଆ। ସବୁଠୁ ସୁନ୍ଦର ଭାଷା ମୋ ମଧୁର, ଲାଗୋଇ ସେ ଭାରି ବଢିଆ। ମୋର ସମସ୍ତ କଳାପ୍ରେମୀ ଦର୍ଶକ ଦର୍ଶିକା ବନ୍ଧୁ ମାନଙ୍କୁ ନମସ୍କାର, ଜୟ ଜଗନ୍ନାଥ, ଜୟ ମାତାଣୀ। ମୁଁ ରାଜୀବ ଆପଣମାନଙ୍କୁ ପୁଣି ସ୍ୱାଗତ କରୁଛୁ ଆଉ ଏକ ନୂଆ ଉପସ୍ଥାପନା ନେଇ ଏବଂ ଜଣାଉଛି ଅନେକ ଅନେକ ଶୁଭେଚ୍ଛା। ସବୁ ସମୟ ପ୍ରତି ମୁହୂର୍ତ୍ତ ଆପଣଙ୍କର ମଙ୍ଗଳମୟ ହଉ, ଏହି ଭଗବାନଙ୍କ ପାଖରେ ମୋର ପ୍ରାର୍ଥନା। ଡିୟର ଲେଡିଜ ଆଣ୍ଡ ଜେଣ୍ଟଲମ୍ୟାନ, ମୁଁ ଆଜି ଗୋଟେ ସୁନ୍ଦର ଗପ କହୁଛି। ଚାତକଟିଏ ବଣରେ ଆନନ୍ଦରେ ଗୀତ ଗାଉଥାଏ। ଜଣେ ବ୍ୟକ୍ତି ଗୋଟେ ବାକ୍ସ ଧରି ସେ ବାଟ ଦେଇ ଯାଉଥିଲେ। ଚାତକଟି ତାଙ୍କୁ ଅଟକାଇ ବାକ୍ସରେ କଣ ରଖିଛ ବୋଲି ପଚାରିଲା। ବ୍ୟକ୍ତି ଜଣକ ଉତ୍ତର ଦେଲେ, এই ବାକ୍ସ ସାରା ଖାଲି ପୋକ ରଖାଯାଇଛି, ଆଉ ଏଗୁଡ଼ିକ ମୁଁ ବଜାରକୁ ବିକ୍ରି କରିବା ପାଇଁ ନଉଛି। ତା ପ୍ରତି ବଦଳରେ ମୁଁ ସୁନ୍ଦର ପର ସବୁ କିଣି ଆଣି ମୋ କାମରେ ଲଗେଇବି। ଚାତକଟି କହିଲା, ମୋର ତ ବହୁତ ସୁନ୍ଦର ସୁନ୍ଦର ପର ସବୁ ରହିଛି, ସେଥିରୁ ମୁଁ ତମକୁ ଗୋଟେ ପର ଦେଇପାରିବି। ତା ପ୍ରତି ବଦଳରେ ମତେ ଏସବୁ ପୋକ ଦେଇଦିଅ, ଯାହା ଫଳରେ ମତେ ଖାଇବା ପାଇଁ ଆଉ କିଛି ଖୋଜିବାକୁ ପଡିବ ନାହିଁ କି କଷ୍ଟ କରିବା ପାଇଁ ପଡିବ ନାହିଁ। ବ୍ୟକ୍ତି ଜଣକ ବାକ୍ସ ସାରା ପୋକ ଚାତକକୁ ଦେଇଦେଲେ ଏବଂ ଚାତକଟି ତା ସୁନ୍ଦର ପରଗୁଡ଼ିକରୁ ଗୋଟିଏ ପର ବ୍ୟକ୍ତିଙ୍କୁ ଦେଇଦେଲା। ତା ପରଦିନ ପୁଣି ସେଇ ଏକା କଥା ଘଟିଲା। ବ୍ୟକ୍ତି ଜଣକ ପୋକ ଆଣି ସେ ଚାତକକୁ ଦେଲେ ଏବଂ ଚାତକଟି ତା ପ୍ରତି ବଦଳରେ ଗୋଟିଏ ପର ସେ ବ୍ୟକ୍ତିଙ୍କୁ ଦେଇଦେଲା। ଏମିତି ବିନା ପରିଶ୍ରମରେ ଚାତକଟି ପ୍ରତିଦିନ ଖାଇବାକୁ ବ୍ୟକ୍ତିଙ୍କ ପାଖରୁ ପୋକ ସବୁ ସହଜରେ ପାଇ ଚାଲିଥାଏ ଏବଂ ବ୍ୟକ୍ତିଙ୍କୁ ପ୍ରତିବଦଳରେ ଗୋଟିଏ ଲେଖାଏଁ ପର ତା ଦେହରୁ କାଢି ଦେଇଦେବାରେ ଲାଗିଥିଲା। ଅଳ୍ପ କିଛି ଦିନ ଏମିତି ଗଲା ପରେ ଚାତକ ଦେହରୁ ସବୁ ପର ଯାକ ସରିଗଲା। ବ୍ୟକ୍ତି ଜଣକୁ ଦେବା ପାଇଁ ନା ତା ପାଖରେ ପରଟିଏ ରହିଲା, ନା ଖାଦ୍ୟ ଅନୁସନ୍ଧାନ କରିବା ପାଇଁ ଉଡ଼ିବା ପାଇଁ ତାର ସାମର୍ଥ୍ୟ ରହିଲା। ଭୋକ ଉପାସରେ ସେ ଧୀରେ ଧୀରେ ଖୁବ ରୁଗ୍ଣ ହେଇ ପଡ଼ିଲା। କଣ୍ଠରୁ ମଧ୍ୟ ଆଉ ସେ ଗୀତ ଶୁଭିଲା ନାହିଁ। ଏମିତି ଉପାସରେ ରହି ରହି ଚାତକଟି ଶେଷରେ ମରିଗଲା। ଏଣୁ ଯେଉଁ ବାଟଟି ସହଜ ଓ ସୁଗମ ଲାଗେ ତାହାର ପରିଣାମ ବାସ୍ତବରେ ଦୁର୍ଗମ ହୋଇପାରେ। ଏହି କଥାଟି ଆମ ଜୀବନ ପାଇଁ ନିରାଟ ସତ୍ୟ। କାହିଁକି ନା ଚାତକଟି ଖାଦ୍ୟ ସଂଗ୍ରହ କରିବାକୁ ଯେଉଁ ସହଜ ବାଟଟି ବାଛିଥିଲା, ସେଇ ବାଟଟି ମୋଟାମୋଟି ତା ପାଇଁ ବେଶ ଅସହଜ ଓ କଷ୍ଟକର ହୋଇପଡ଼ିଲା। ଡିୟର ଲେଡିଜ ଆଣ୍ଡ ଜେଣ୍ଟଲମ୍ୟାନ, ଆସନ୍ତୁ ନା ଆମ ଓଡ଼ିଆ ଯାତ୍ରାର ସଂଳାପ ଉପରକୁ ଟିକେ ଯିବା। ହଁ ହଁ, ମୁଁ ସଞ୍ଜୟ ଭୋଳ। ମୋ ନାଁ ଶୁଣିଲେ ଏ ଆଖପାଖ 5 ଖଣ୍ଡ ଅଞ୍ଚଳରେ ଭୟରେ ଲୋକେ ଥରି ଉଠନ୍ତି। ମୁଁ ଯୋଉ ଜାଗାକୁ ଯାଏ ସେ ପାଖ ଘର ଲୋକ ଭୟରେ ତାଟି କବାଟ ପକେଇ ଦିଅନ୍ତି। ଛୁଆ ଦୁଷ୍ଟ ହେଲେ ମା ଛୁଆକୁ କହେ, ଶୋଇ ପଡ଼ରେ ଧନ, ବାଜିଲାଣି ଘଣ୍ଟ, ବୁଡ଼ିଲାଣି ବେଳ, ସଞ୍ଜକୁ ଆସୁଛି ସଞ୍ଜୟ ଭୋଳ। ଶୁଣିଲ, ଦିନରେ ସମାଜ ସେବା କରିବା ହଉଛି ମୋ ନିଶା, ଆଉ ରାତିରେ ମୁଁ ଏ କଳା ଦୁନିଆର ବାସା। ଡିୟର ଲେଡିଜ ଆଣ୍ଡ ଜେଣ୍ଟଲମ୍ୟାନ, ଆପଣମାନଙ୍କର ଭଲ ପାଇବା ଏମିତି ଭିଡିଓ ବନେଇବା ପାଇଁ ମୋ ମନରେ ଜାଗ୍ରତ କରୁଛି ଓ ହେତୁକ ପ୍ରେରଣା। କାହାରିକୁ ଆକ୍ଷେପ କରିବା ଆମର ଉଦ୍ଦେଶ୍ୟ ନୁହଁ, ଏ ସମ୍ପୂର୍ଣ୍ଣ ମନୋରଞ୍ଜନ ଭିତ୍ତିକ। ଭିଡିଓ ଦେଖି ସାରିବା ପରେ ଲାଇକ୍, କମେଣ୍ଟ, ଫଲୋ, ସବସ୍କ୍ରାଇବ, ସେୟାର କରିବା ପାଇଁ ଆଦୌ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଭିଡିଓ ନେଇ। ରହିଲି, ଜୟ ଜଗନ୍ନାଥ।